ମା ଏମିତି ଗୋଟିଏ ଶବ୍ଦ ଯିଏ ଆପଣଙ୍କର ମାନେ ମାତା ପିତାଙ୍କର ଆଶୀର୍ବାଦରୁ ସଂସାର ହୁଏ ସୁଖୀ। ଆଉ ଏବଂ ସଂସାରରେ ଯେବେ ସୁଖୀ ହେଲେ କୁଳ ଧର୍ମ ରଖି। ତେଣୁ ପିତାମାତାଙ୍କ ଆଶୀର୍ବାଦରେ ଏ ସଂସାର ଚାଲିଛି। ଆଉ ଏ ସଂସାରରେ ସିଏ ଆମକୁ ଆଣିଛନ୍ତି। ତେଣୁ ପିତାମାତାଙ୍କ ପାଇଁ ସେ ହେଉଛନ୍ତି ଆମର ସର୍ବଦେବତା। ତେଣୁ ତାଙ୍କରି ପାଇଁ ଗୋଟିଏ ସ୍ତୁତି ଆପଣମାନଙ୍କୁ ଶୁଣାଉଛି। ଆପଣମାନେ ଶୁଣିବେ, ନିଶ୍ଚୟ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ ବହୁ ମାତ୍ରାରେ। ମୁଁ ପ୍ରଭୁ ଆଚାର୍ଯ୍ୟ ଭୁବନେଶ୍ୱର। ପିତା ଧର୍ମ ପିତା ସ୍ୱର୍ଗ, ପିତା ହି ପରମଂ ତପ, ପିତରି ହି ପ୍ରୀତିମାତ୍ମନେ, পিতা মাতা সর্বদেবতা। পিতরি প্রীতিমাত্মনে, পিতা মাতা সর্বদেবতা। ବାବାରେ କଳି ଯୁଗରେ ଆମେ ଆସିଛେ। ଯେବେ ବାପା ମା ଗୁରୁ ଗୁରୁଜନଙ୍କ ସେବା ନ କରିପାରିଲେ ସଂସାରରେ ଆସିବାର ତୋର କିଛି ମୂଲ୍ୟ ନାହିଁ, ଲାଭ ନାହିଁ। ଏହା ମଧ୍ୟ ଗୀତା ଭାଗବତରେ ବର୍ଣ୍ଣିତ ଅଛି। ଆଉ ଆପଣମାନେ ନିଶ୍ଚୟ ଆପଣଙ୍କର ପିତା ମାତାଙ୍କୁ ସକାଳୁ ନିଦରୁ ଉଠିଲା ପରେ, ପ୍ରାପ୍ତ ବିଛଣା ଛାଡ଼ିଲା ପରେ ଆପଣମାନେ ପ୍ରଣିପାତ କରନ୍ତୁ। ତାଙ୍କ ଆଶୀର୍ବାଦ ନେଇକି ଆପଣ ବାହାରକୁ ବାହାରନ୍ତୁ, ଭୂମିରେ ପାଦ ଦିଅନ୍ତୁ। ଦେଖିବେ ଆପଣଙ୍କର ସମସ୍ତ କଷ୍ଟ ଦୁଃଖ ଯେତେ ବିଭୋର ଥିବ ଆପଣଙ୍କ ମନ ଭିତରେ ସବୁ ନଷ୍ଟ ହେଇଯିବ, ଜଳିପୋଡ଼ି ସବୁ ପାଉଁଶ ହେଇଯିବ। ବାପା ମାଆଙ୍କର ଏତେ ବଡ଼ ଆଶୀର୍ବାଦ। ତେଣୁ ଏ କଳିଯୁଗରେ ଆପଣମାନେ ଏ ସଂସାରରୁ ତରିବାକୁ ହେଲେ ନିଶ୍ଚୟ ବାପା ମା ଗୁରୁ ଗୁରୁଜନ ଇଏ ହେଉଛନ୍ତି ସର୍ବଦେବତା। ୟାଙ୍କୁ ଦେବତା ରୂପୀ ପୂଜା କରିଲେ ନିଶ୍ଚୟ ଫଳପ୍ରଦ ଆପଣ ହେବେ। ଶାନ୍ତି ଫେରିଆସିବ, ଆପଣ ମଧ୍ୟ ସୁସ୍ଥ ରହିବେ ଏ ସଂସାରରେ। ତେଣୁ ଆପଣ ୟାକୁ ଲାଇକ୍ ସେୟାର ସବସ୍କ୍ରାଇବ୍ ବହୁ ମାତ୍ରାରେ କରନ୍ତୁ। ଇଏ ହେଉଛି ଗୋଟିଏ ମୋର ବାଣୀ ସ୍ୱରୂପ ଆପଣମାନଙ୍କୁ ସକାଳୁ ପଠାଉଛି। ଆପଣମାନେ ପ୍ରଭୁଜୀ କ୍ରିଏସନ୍ ମାଧ୍ୟମରେ ସର୍ଟ ଭିଡ଼ିଓରେ ଦେଉଛି। ଆପଣମାନେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଜୟ ଶ୍ରୀ ଜଗନ୍ନାଥ। ପ୍ରଭୁ ଆଚାର୍ଯ୍ୟ ଭୁବନେଶ୍ୱର।